ପିଆଜ ଚୋପାର ଉପକାର ଆପଣ ବି ଜାଣିଲେ ଆପଣ ବି ଆଉ ପିଆଜ ଚୋପା ଫିଙ୍ଗିବେନି। ପ୍ରତ୍ୟେକଟି ସମୟରେ ପ୍ରତ୍ୟେକଟି ଗଛରେ ଆପଣ ପିଆଜ ଚୋପାର ବ୍ୟବହାର କରିକି ବହୁତ ହି ଗଛକୁ ସୁସ୍ଥ ରଖିପାରିବେ। ତ ନମସ୍କାର, ନମିତା କିଚେନ୍ ଗାର୍ଡେନର ଆଉ ଗୋଟେ ମିନି ବ୍ଲଗ୍‌କୁ ଆପଣମାନଙ୍କୁ ବହୁତ ସାରା ସ୍ୱାଗତ। ତ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି ଆପଣ କେମିତି ପିଆଜ ଚୋପାରୁ ଲାଭଦାୟକ ପାଇବେ। ମାନେ ଆପଣଙ୍କ ଗଛକୁ କେମିତି ସୁସ୍ଥ ରଖିବେ। ସେଥିପାଇଁ ଭିଡ଼ିଓଟି ସ୍କିପ୍ କରନ୍ତୁନି, ଶେଷ ଯାଏଁ ଦେଖନ୍ତୁ। ଆଉ ମୁଁ ଏମିତି ନାଗଚମ୍ପା ଗଛରେ କ'ଣ ପାଇଁ ପିଆଜ ଚୋପା ଦେଉଛି ଆଉ ଏଥିରୁ କ'ଣ ମିଳିବ ଆପଣଙ୍କୁ ପୁରା ଡିଟେଲ୍ସ ବୁଝେଇକି କହିଦେବି। ପ୍ରକୃତରେ ପିଆଜ ଚୋପା ଗଛରେ ଦେଲେ ସାର ଭଳି କାମ କରେ। ନାଇଟ୍ରୋଜେନ୍, ଫସ୍ଫରସ୍ ଆଉ ପୋଟାସିୟମ୍ ଭଳି ଆବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ଆଉ ମାଟିର ଆର୍ଦ୍ରତା ଆଉ ପୋଷକ ତତ୍ତ୍ୱ ଧରି ରଖିପାରିଥାଏ। ତା ଛଡ଼ା ପିଆଜ ଚୋପା ପାଇଁ ସବୁଠୁ ବଡ଼ ସମସ୍ୟା ଆମର ଦୂର ହୋଇଥାଏ। ଗଛ ମୂଳରେ ଥିବା ଘାସ 2ରୁ 3 ଥର ପିଆଜ ପାଣି ଦେବା ଦ୍ୱାରା ଘାସ ମଧ୍ୟ ନଷ୍ଟ ହୋଇଯାଏ। ପିଆଜ ଚୋପାକୁ 24ରୁ 48 ଘଣ୍ଟା ପାଇଁ ପାଣିରେ ବୁଡ଼ାଇ ରଖନ୍ତୁ। ପାଣିର ରଙ୍ଗ ବଦଳିବା ମାତ୍ରେ ପାଣି ଛାଣି ଆପଣଙ୍କ ଗଛରେ ପାଣି ଦେବା ଭଳିଆ ପତଳା କରି ତରଳ ସାର ଭଳିଆ ଆପଣ ଦିଅନ୍ତୁ। ମାଟି ବହୁତ ପ୍ରକାର ଥାଏ, କିନ୍ତୁ ସବୁଠାରୁ ଜଲ୍ଦି ପିଆଜ ଚୋପାଟା ପଚିଥାଏ ପୋଟା ମାଟିରେ। ଜଲ୍ଦି ପଚିଲେ ଗଛ ପାଇଁ ପୋଷଣର ପ୍ରାକୃତିକ ମଲ୍ଚ ଭାବରେ ମିଳିଥାଏ। ଘାସ ମରିବା ମାନେ ମଲ୍ଚର ସ୍ତର ସୂର୍ଯ୍ୟ କିରଣକୁ ମାଟିରେ ପହଞ୍ଚିବାରୁ ବାଧା ଦେଇ ଘାସର ବୃଦ୍ଧିକୁ ହ୍ରାସ କରିଥାଏ, ଯେଉଁଥିପାଇଁ ଆମେ ଲଗେଇଥିବା ଗଛ ମୂଳରେ ଘାସ ଦେଖିବାକୁ ମିଳିଥାଏ। ତ ଆପଣ ଯଦି ଏମିତି ପିଆଜ ଚୋପା ଦେବେ ନା, ଆପଣଙ୍କ ଗଛରେ ଘାସ ବି ମଧ୍ୟ ନଷ୍ଟ ହୋଇଥାଏ। ପ୍ରାକୃତିକ କୀଟ ଭାବରେ ବି ମଧ୍ୟ ପିଆଜ ଚୋପାକୁ ଆପଣ ବ୍ୟବହାର କରିପାରିବେ। ଯେମିତି ପିଆଜ ଚୋପାରେ ସଲଫର ମିଳିଥାଏ, ଯାହା ପାଇଁ ଗଛରେ କୀଟପତଙ୍ଗ ଆକ୍ରମଣ କରିବା ଆଗରୁ ରୋକିଥାଏ। ଆଉ କୀଟ ହ୍ରାସ ସତେଜ ଶୁଖିଲା ପିଆଜ ଖଣ୍ଡ କିମ୍ବା ପିଆଜ ଚୋପାକୁ ଗଛ ମୂଳରେ ମାଟିରେ ଦେଲେ ଗଛରେ କୀଟପତଙ୍ଗ ଲାଗିଥିଲେ ଦୂରେଇ ଯିବେ ଆଉ ଲାଗିବାକୁ ବି ମଧ୍ୟ ଦେବେନି। ତା ସହିତ ଏହିପରି କୀଟକୁ ଦୂରେଇବା ପାଇଁ କୌଣସି ମେଡ଼ିସିନର ବ୍ୟବହାର କରିବେନି, କାରଣ କିଛି ମେଡ଼ିସିନ ଆମ ଗଛର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ, ଯାହା ପାଇଁ ଡାଳ ବାହାରିବା ଡେରି ହେବା ସହିତ କିଛି ଗଛର କଢ଼ର ମାତ୍ରା ବି କମିଯାଏ। ଆମେ ବହୁତ ସମୟରେ ଗଛ ବଢ଼ିବା ପାଇଁ ଏନପିକେ ସାର ଦିଅନ୍ତି, ଯାହା ଆମ ଗଛର ଗ୍ରୋଥ ଉପରେ ବହୁତ ଡେରିରେ କାମ କରିଥାଏ। ଆପଣ ଏମିତି ପିଆଜ ଚୋପାରେ ମଧ୍ୟ ଘରେ ମାଗଣାରେ ଏନପିକେ ସାର ତିଆରି କରିପାରିବେ ଆଉ ଗଛକୁ ସୁସ୍ଥ ରଖିପାରିବେ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦେବେ। ରହିଲି, ଜୟ ଜଗନ୍ନାଥ, ବାଏ ବାଏ। ପୁଣି ଦେଖା ହବ ନୂଆ ଭିଡ଼ିଓରେ।